ଧନୁରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ପବିତ୍ର ମହାଶିବରାତ୍ରିଟି ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ପାଇଁ ଖୁସିର ଲହରୀ ଆଣିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ବାଧାବିଘ୍ନ ମଧ୍ୟ ଆସୁଥିଲା ତାହା ସବୁ ଦୂର କରିବାକୁ ଯାଉଅଛି। ତେଣୁ ଆପଣ ଯଦି ଧନୁରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବେ କରିବେ। ତା ସହିତ କମେଣ୍ଟରେ ଜୟ ମହାଦେବ ନିଶ୍ଚିତ ଭାବେ ଲେଖିବେ। ତେବେ ଦେଖନ୍ତୁ, ପ୍ରଥମତଃ ଏହି ପବିତ୍ର ମହାଶିବରାତ୍ରି ଠାରୁ ଆପଣଙ୍କ ଗ୍ରହରେ ଏକ ବହୁତ ବଡ଼ ଚଳନ ହେବାକୁ ଯାଉଅଛି, ଯାହା ଦୀର୍ଘ 30 ବର୍ଷ ମଧ୍ୟରେ କଦାପି ହୋଇନଥିଲା। ତେଣୁ ଆପଣ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଦୀର୍ଘ 30 ବର୍ଷ ପରେ ଶନି ମହାଗ୍ରହ ଆପଣଙ୍କର ଗୁରୁସ୍ଥାନକୁ ବିରାଜମାନ କରୁଛନ୍ତି, ଯାହାଫଳରେ ଶନିଙ୍କର ପ୍ରଭାବ ଆପଣଙ୍କ ଉପରେ ଦ୍ୱିଗୁଣ ହୋଇ ପଡ଼ିବ ଏବଂ ଶନି ଆପଣଙ୍କ ଜୀବନଟିକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ମଧ୍ୟ କରାଇବେ। ଶନି ଆପଣଙ୍କର ଗୁରୁସ୍ଥାନକୁ ଗୋଚର କରିବା ମାତ୍ରେ ଆପଣଙ୍କୁ ଚାକିରି କ୍ଷେତ୍ରରେ ଅପରଚ୍ୟୁନିଟି ମିଳିବ, ଆପଣଙ୍କୁ ନୂତନ ବିଜନେସ୍ କରିବାରେ ମଧ୍ୟ ସହାୟକ ହେବ ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ବାଧାବିଘ୍ନ ଆସୁଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଲାଗିବ। ଆପଣ କିଛି ନୂତନ ଯାନବାହନ କ୍ରୟ କରିପାରନ୍ତି, ତା ସହିତ କିଛି ନୂତନ ବିଜନେସ୍ ମଧ୍ୟ ଆରମ୍ଭ କରିପାରନ୍ତି ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ବହୁତ ମାତ୍ରାରେ ସୁସ୍ଥ ହୋଇଯିବ। ଯଦି କୌଣସି ରୋଗରେ ଆପଣ ଗ୍ରସ୍ତ ହୋଇଥାନ୍ତି ତେବେ ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ବହୁତ ମାତ୍ରାରେ ସୁସ୍ଥ ରହିବ। ଆପଣ କୋର୍ଟ କଚେରୀ ମାମଲାରେ ମଧ୍ୟ ଜିତିପାରନ୍ତି। ଆପଣ କୌଣସି କେସ୍ ଯଦି କରିଥାନ୍ତି ତାହା ମଧ୍ୟ ଜିତିବେ ଏବଂ ଆପଣଙ୍କର ପାରିବାରିକରେ କ୍ଷେତ୍ରରେ ଯେଉଁ ବାଦ ବିବାଦ ଲାଗି ରହୁଥିଲା ତାହା ମଧ୍ୟ ଦୂର ହେବାକୁ ଲାଗିବ। ଆପଣଙ୍କ ଜୀବନଟି ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହେଲା ପରି ମନେ ହେବ ଏବଂ ଦେବଗୁରୁ ବୃହସ୍ପତି ମଧ୍ୟ ମହାଶିବରାତ୍ରିରେ ଆପଣଙ୍କର ସପ୍ତମ ଭାଗକୁ ଗୋଚର କରିବେ, ଯାହାଫଳରେ ଆପଣଙ୍କୁ କିଛି ପୈତୃକ ସମ୍ପତ୍ତିର ପ୍ରାପ୍ତ ହେବାର ଯୋଗ ରହୁଅଛି। ତା ସହିତ ଆପଣ କିଛି ନୂତନ ଜମି ହେଉ କିମ୍ବା ନୂତନ ଗୃହ ଆପଣ କ୍ରୟ କରିପାରନ୍ତି କିମ୍ବା ନିର୍ମାଣ କରିପାରନ୍ତି ଏବଂ ଆପଣଙ୍କର ପାରିବାରିକ ଲଭ୍ ଲାଇଫ୍ କ୍ଷେତ୍ର ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ, ନିବିଡ଼ ସମ୍ପର୍କ ରହିବ। ଆପଣଙ୍କର ପିଲାମାନେ ଏବଂ ଆପଣଙ୍କର ନିଜର ଲୋକମାନେ ଆପଣଙ୍କୁ ବହୁତ ମାତ୍ରାରେ ମାନିବେ ଏବଂ ଆପଣଙ୍କୁ ସମ୍ମାନ ଦେବେ। ଦେଖନ୍ତୁ, ପୂର୍ବରୁ ଆପଣଙ୍କର ବହୁତ ମାନହାନି, ସମ୍ମାନ ହାନି ଘଟୁଥିଲା, କିନ୍ତୁ ଏବେ ତାହା ସବୁ ଦୂର ହେବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନଟି ଆଧ୍ୟାତ୍ମିକ ଆଡ଼କୁ ଗତି କରିବାକୁ ଲାଗିବ। ବହୁତ ମାତ୍ରାରେ ଆପଣଙ୍କ ଜୀବନରେ ଇଫେକ୍ଟ ପଡ଼ିବ ଏହି ପବିତ୍ର ମହାଶିବରାତ୍ରି ପରଠାରୁ ଏବଂ ଆପଣ ଭାଗବତ ଗୀତା ମଧ୍ୟ ପାଠ କରନ୍ତୁ। ଭଗବତ ଗୀତା ପାଠ କରିବା ଦ୍ୱାରା ଆପଣଙ୍କର ଜ୍ଞାନ ମଧ୍ୟ ବଢ଼ିବ, ଧନ ରତ୍ନ ମଧ୍ୟ ବଢ଼ିବାକୁ ଲାଗିବ। କିନ୍ତୁ ଦେଖନ୍ତୁ, ଆପଣଙ୍କ ଗ୍ରହରେ ଏହି ପବିତ୍ର ମହାଶିବରାତ୍ରି ଠାରୁ ଆପଣଙ୍କୁ ଯଦି କିଛି କ୍ଷତି ପକାନ୍ତି ତେବେ ସେ ହେଲେ ରାହୁ ମହାଗ୍ରହ। କାରଣ ରାହୁ ମହାଗ୍ରହ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆଣାଇବେ। ସେହି ପବିତ୍ର ମହାଶିବରାତ୍ରି ଦିନ ଶନି, ଦେବଗୁରୁ ବୃହସ୍ପତି ଏବଂ ରାହୁ ମହାଗ୍ରହଙ୍କର ମଧ୍ୟ ଚଳନ ହେବ। ରାହୁ ମହାଗ୍ରହ ଆପଣଙ୍କର ଦ୍ୱାଦଶ ଭାଗକୁ ଗୋଚର କରିବେ, ଯାହାକୁ ଅମଙ୍ଗଳ ମନାଯାଇଥାଏ ଏବଂ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ଅସୁବିଧା କରିବେ। କେମିତି ନା ଦେଖନ୍ତୁ, ଆପଣଙ୍କର ଅସୁବିଧା ମାତ୍ରାରେ ଆସିବ, ଆପଣଙ୍କର କିଛି ଆକ୍ସିଡେଣ୍ଟ ହୋଇପାରେ, ଛୋଟ ମୋଟ ହଉ ନା କାହିଁକି କିଛି ଘାଟି ଅଛି ଆପଣଙ୍କର ଏହି ମହାଶିବରାତ୍ରି ପରଠାରୁ ଏବଂ ଆପଣଙ୍କର କିଛି ସୁନା ହେଉ କିମ୍ବା ଟଙ୍କା ହେଉ, କିଛି ଇଲେକ୍ଟ୍ରୋନିକ୍ସ ଦାମିକିଆ ଜିନିଷ ହେଉ, ତାହା ଚୋରି ହେବାର ସମ୍ଭାବନା ରହୁଛି ଏବଂ ନିଆଁ ପାଣି ଠାରୁ ଟିକେ ଦୂରେଇ ରୁହନ୍ତୁ, ନଚେତ୍ ଆପଣଙ୍କର ପାଣିରେ ହେଉ କିମ୍ବା ନିଆଁରେ ହେଉ କିଛି ଆଘାତ ମଧ୍ୟ ଆପଣଙ୍କୁ ପଡ଼ିପାରେ। ତେଣୁ ସତର୍କ ରୁହନ୍ତୁ ଏବଂ ସାବଧାନ ମଧ୍ୟ ରୁହନ୍ତୁ। ତେଣୁ ଆପଣ ଯଦି ପାରୁଛନ୍ତି ତେବେ କିଛି ସମୟ କୌଣସି ମହାଦେବ ମନ୍ଦିରକୁ ଯାଇ ଯାତ୍ରା କରନ୍ତୁ ଏବଂ ସେଠାରେ
କିଛି ସମୟ କାଟନ୍ତୁ, ଦେଖିବେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ସୁନ୍ଦର ଏବଂ ସରଳ ହେବ ଏବଂ ଆପଣଙ୍କୁ ବହୁତ ରିଲାକ୍ସ ମଧ୍ୟ ମିଳିବ। ଆପଣ ଯଦି ଡିପ୍ରେସନରେ ଯାଉଛନ୍ତି, ଷ୍ଟ୍ରେସ୍ ଫିଲ୍ କରୁଛନ୍ତି, ସେଥିରୁ ମଧ୍ୟ ଆପଣଙ୍କୁ ମୁକ୍ତି ଲାଗିବ। ତେବେ ଆଜି ତ ସମୟ ହୋଇଯାଇଛି, ଭିଡ଼ିଓଟିକୁ ଏଇଠି ରଖିବା। ତେବେ ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।